ଯେତେବେଳେ ଦେବୁ ବୋଷ ଥିଲେ, ଯେତେବେଳେ ବିଜୟ ମହାନ୍ତି ଥିଲେ, ଉତ୍ତମ ଭାଇ ଥିଲେ, ମିହିର ଭାଇ ଥିଲେ, ଏମାନଙ୍କ ସାଙ୍ଗରେ ଆମେ ବଢିଲୁ ନା। ମାନେ ସିଦ୍ଧାନ୍ତ ମହାପାତ୍ର ହିରୋ ହେଲା, ମୁଁ ଭିଲେନ। ସେବେଳେ ଭିଲିୟନ ମାନେ ଯୋଉମାନେ ଥିଲେ, ସେ ହର ଭାଇ କଥା କୁହନ୍ତୁ, ରାଇ ଭାଇ କଥା କୁହନ୍ତୁ, ସମସ୍ତେ ଚିକ୍ ଚିକ୍ କରୁଥିଲେ ସିନେମାରେ। ଏବେ କିନ୍ତୁ ମୋର ଏଇ ଯୋଉ ପିଲାମାନଙ୍କ ଉପରେ ଦୃଢ ବିଶ୍ୱାସ ଯେ ଏମାନେ ପୁଣି ଓଡିଆ ସିନେମାକୁ ସେଇ ରାସ୍ତାକୁ ଫେରେଇ ଆଣିଲେଣି ଅନେକାଂଶରେ। 2026 ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଆମମାନଙ୍କ ପାଇଁ। ଏ ସିନେମାକୁ ନେଇକି ଡାଇରୀର ସେମିତି ଗୋଟେ ମୁଖ୍ୟ କଥାଟିଏ ଅଛି ଯେ ଯେପର୍ଯ୍ୟନ୍ତ ଡାଇରୀ ଖୋଲି ନାହିଁ ସେ ପର୍ଯ୍ୟନ୍ତ ଆମ ଏ ଡାଇରୀର ହିରୋଟି ଗୋଟେ ଭିନ୍ନ ଲୋକ ବୋଲି ବୁଝା ପଡୁଛି। ଯୋଉ ମୁହୂର୍ତ୍ତରେ ଡାଇରୀ ଖୋଲି ଯାଇଛି ତାର ଗୋଟେ ଅତୀତ ଅଛି, ସେ ଅତୀତ ସହିତ ଅନ୍ୟ କିଛି କଥା ଜଡିତ ହେଇକି ଅଛି। ଅନେକ ଗୁଡ଼ିଏ ଗୋପନ କଥା ସାମ୍ନାକୁ ଆସିକି ଚାଲ ବୁଲ କରୁଛନ୍ତି। ତେଣୁ ଏ ସିନେମା ଡାଇରୀ ଭିତରେ ହସ ଅଛି, କାନ୍ଦ ଅଛି, ଘୃଣା ଅଛି, ଅଭିମାନ ଅଛି, ମାଡ଼କଜିଆ ଅଛି, ଭଲ ପାଇବା ଅଛି, ସବୁ ଅଛି ସେ ଡାଇରୀ। 90 ଦଶକ ହଉ, 2000ର କିଛି ପରିମାଣର ସମୟ ହଉ, ଯେମିତି ଓଡ଼ିଆ ସିନେମାକୁ ଓଡ଼ିଆ ଦର୍ଶକ ଭଲ ପାଉଥିଲେ, ସେ ଭଲ ପାଇବା ଫେରଉଛନ୍ତି। ତାର କାରଣ ହେଉଛି ଯେ ଲୋକକୁ ପୁଣି ଥରେ ଓଡ଼ିଆ ସିନେମା ଭଲ ଲାଗିବା ଆରମ୍ଭ କଲାଣି। ସାର୍, ଆପଣଙ୍କୁ ଯେଉଁ ନେଗେଟିଭ୍ ସିନେମା ଡାଇରୀ ଫାଇନାଲି କାଲି ତା ଆସିବାକୁ ଯାଉଛି, ଡାଇରୀକି ନେଇ ଫାଷ୍ଟ ଆପଣ କ'ଣ କହିବେ ସାର୍? ଡାଇରୀ ଗୋଟେ ନିର୍ଜୀବ ପଦାର୍ଥଟେ ବୋଲି ଆମେ ସମସ୍ତେ ଭାବୁ। ଯିଏ ଲେଖିଥାଏ ଡାଇରୀ, ତା ଛଡ଼ା ଡାଇରୀ ଭିତରେ କ'ଣ ଅଛି କେହି ଜାଣିନଥାନ୍ତି। ଯୋଉ ମୁହୂର୍ତ୍ତରେ ଡାଇରୀ ଖୋଲିଯାଏ, ଅନ୍ୟ ଜଣେ ପଢ଼େ, ସେଇ ମୁହୂର୍ତ୍ତରେ ଡାଇରୀ ଭିତରର ସବୁତକ ସତ, ସବୁତକ ତଥ୍ୟ, ଗୋପନ କଥା, ଲୁଚେଇଥିବା କଥା ବା କହିବାକୁ ଚାହୁଁନଥିବା କଥା ସବୁ ବାହାରକୁ ଆସିଯାଏ। ତ ଡାଇରୀ ବେଳେବେଳେ ହିରୋ ହୁଏ, ବେଳେବେଳେ ଭିଲିୟନ ହୁଏ, ବେଳେବେଳେ କମେଡି କରେ। ଆମ ହିସାବରେ ଡାଇରୀକୁ, ଏ ସିନେମାକୁ ନେଇକି ଡାଇରୀର ସେମିତି ଗୋଟେ ମୁଖ୍ୟ କଥାଟିଏ ଅଛି ଯେ ଯେପର୍ଯ୍ୟନ୍ତ ଡାଇରୀ ଖୋଲି ନାହିଁ ସେ ପର୍ଯ୍ୟନ୍ତ ଆମ ଏ ଡାଇରୀର ହିରୋଟି ଗୋଟେ ଭିନ୍ନ ଲୋକ ବୋଲି ବୁଝା ପଡୁଛି। ଯୋଉ ମୁହୂର୍ତ୍ତରେ ଡାଇରୀ ଖୋଲି ଯାଇଛି ତାର ଗୋଟେ ଅତୀତ ଅଛି, ସେ ଅତୀତ ସହିତ ଅନ୍ୟ କିଛି କଥା ଜଡିତ ହେଇକି ଅଛି। ଅନେକ ଗୁଡ଼ିଏ ଗୋପନ କଥା ସାମ୍ନାକୁ ଆସିକି ଚାଲ ବୁଲ କରୁଛନ୍ତି। ତେଣୁ ଏ ସିନେମା ଡାଇରୀ ଭିତରେ ହସ ଅଛି, କାନ୍ଦ ଅଛି, ଘୃଣା ଅଛି, ଅଭିମାନ ଅଛି, ମାଡ଼କଜିଆ ଅଛି, ଭଲ ପାଇବା ଅଛି, ସବୁ ଅଛି ସେ ଡାଇରୀ ଭିତରେ। ଆଜ୍ଞା ସାର୍, ବହୁତ ଦିନ ପରେ ଆପଣ 90 ଦଶକର ଗୋଟେ ଫିଲ୍ମର ଝଲକ ଏଥିରେ ମିଳୁଛି। ଆପଣ 90 ଦଶକର ସେ ରହିଛି ଦୂର ଭାଇ କଥା କୁହନ୍ତୁ, କି ଧର୍ମର ହେବ ଜୟ କହୁ, ଯୋଉ ଯେମିତି ଆପଣ ନେଗେଟିଭ୍ ରୋଲ୍ ଥିଲେ, ବହୁତ ଦିନ ପରେ ନେଗେଟିଭ୍କୁ ଫେରିଛନ୍ତି। କେମିତି କ'ଣ ସାର୍ ସେ ଦିନ ଗୁଡ଼ା ମନେ ପକାନ୍ତି? ନିଶ୍ଚିତ ଭାବରେ ସିଏ ଗୋଟେ ସୁନା ଯୁଗ ଥିଲା ଆମମାନଙ୍କ ପାଇଁ, ସମସ୍ତଙ୍କ ପାଇଁ। କାରଣ ଆମର ଯୋଉମାନେ ସିନିୟର ଥିଲେ ସେତେବେଳେ, ସେମାନେ ପ୍ରତିଷ୍ଠିତ ଥିଲେ, ଆମ ଆଙ୍ଗୁଠି ଧରିକି ଆମକୁ ରାସ୍ତା ଚାଲେଇବା ଶିଖେଇଥିଲେ। 90 ଦଶକ କେବଳ ନୁହେଁ, 2000ରେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ଆମେ ସେଇଭଳିଆ ଗୋଟେ କଥା ନେଇକି ଆଗେଇଥିଲୁ। ପରବର୍ତ୍ତୀ ସମୟରେ ଗୋଟେ ସମୟରେ ଟିକେ ସେ କଥା ଗୁଡ଼ାକ ଆସିଲା ନାହିଁ। ତେଣୁ ଏବେ କିନ୍ତୁ ସିନେମା ଯୋଉ ପ୍ରକାର ହେବା ଆରମ୍ଭ ହେଲାଣି, ଏବେ ଲାଗୁଛି ଯେ 90 ଦଶକ ହଉ, 2000ର କିଛି ପରିମାଣର ସମୟ ହଉ, ଯେମିତି ଓଡ଼ିଆ ସିନେମାକୁ ଓଡ଼ିଆ ଦର୍ଶକ ଭଲ ପାଉଥିଲେ, ସେ ଭଲ ପାଇବା ଫେରଉଛନ୍ତି। ତାର କାରଣ ହେଉଛି ଯେ ଲୋକକୁ ପୁଣି ଥରେ ଓଡ଼ିଆ ସିନେମା ଭଲ ଲାଗିବା ଆରମ୍ଭ କଲାଣି। ଆଜ୍ଞା ସାର୍, ଆପଣଙ୍କୁ ଯେଉଁ ନେଗେଟିଭ୍ ରୋଲ୍ ଆଜି ଏତେ ବଡ଼ ପରିଚୟ ଦେଇଛି, ଆପଣ ଫାଇନାଲି ବହୁତ ଦିନ ପରେ ସେଇ ନେଗେଟିଭ୍ ଟ୍ରାକ୍କୁ ଫେରିଛନ୍ତି। ମୁଁ ମଝିରେ କରୁନଥିଲି, ତା କାରଣ ହେଉଛି ସାନ ଝିଅ ବହୁତ ସାନ ହେଇଥିଲା ଏବଂ ସେ ଭିଲିଆନ ଚରିତ୍ର ଦେଖିଲା ବେଳକୁ ଅତି ଛୋଟ ହେଇଥିଲା, କାନ୍ଦେ। ପରବର୍ତ୍ତୀ ସମୟରେ ମନା କଲା ମୋତେ ଯେମିତି କର ନାହିଁ, କାରଣ ପୃଥିବୀର କୌଣସି ଝିଅ ସେ ପର୍ଦ୍ଦା ଉପରେ ହଉ କି ସତରେ ହଉ ବାପାକୁ ଅପମାନିତ ହେବା ସହିପାରିବେନି, ବାପା ମାଆକୁ ମାଡ଼ ହେବା ସହିପାରିବେନି। ଛୁଆ ଥିଲା, ବୁଝୁନଥିଲା। ଯେତେବେଳେ ବୁଝିବା ବୟସ ଏବେ ଆସିଲାଣି, ସେତେବେଳେ ବୁଝିଲା ଯେ ଏଇଟା ଅଭିନୟ, ଏଥିରେ କୌଣସି ସତ୍ୟତା ନାହିଁ। ଯୋଉ ହିରୋ ଭିଲିଆନ ବାପାକୁ ବାଡ଼ଉଛି, ସେଇ ହିରୋ ପରବର୍ତ୍ତୀ ସମୟରେ ଗୋଡ଼ ଛୁଇଁକି ଆସିକି ମୁଣ୍ଡିଆ ମାରୁଛି ତା ବାପା। ତେଣୁ ସେ ଯେତେବେଳେ ବୁଝିଲା, ସେତେବେଳେ ମୁଁ ଦେଖିଲି ଯେ ପୁଣି ଥରେ କିଛି କିଛି ପରିମାଣରେ କରିବା। କିନ୍ତୁ ୟା ଭିତରେ ଏତେ ପରିମାଣରେ ସକାରାତ୍ମକ ଚରିତ୍ର ମିଳିଛି ମୋତେ, ମୁଁ ସମ୍ପୂର୍ଣ୍ଣ ଭାବରେ ଆଉ ଖଳନାୟକକୁ ଫେରୁନି। କିନ୍ତୁ ଏ ଗୋଟେ ଚରିତ୍ର। ସାର୍, କେତେ ଆତ୍ମସନ୍ତୋଷ ଦେଲା ଏଇ ନେଗେଟିଭ୍ ଆକ୍ଟର ଲଙ୍ଗ୍ ଟାଇମ୍? ନାଇଁ, ଏଇଟା କୌଣସି ଦର୍ଶକ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାଣିପାରିବନି ଯେ ଇଏ ଗୋଟେ ଖଳନାୟକ ବୋଲି। ଇଏ ଅତ୍ୟନ୍ତ ଭାବରେ ନମ୍ର, ଭଦ୍ର, ଅତ୍ୟନ୍ତ ଭାବରେ ସେମିତିଆ ପ୍ରାଣୀଟାର ପୋର୍ଟ୍ରେ କରିଛି ମୁଁ ଏ ଚରିତ୍ରରେ। ଏବଂ ଶେଷ ବେଳକୁ ଜଣାପଡ଼ୁଛି ଯେ ଇଏ ହେଉଛି ଭିଲିଆନ ବୋଲି, ଜଣାପଡ଼ୁନାହିଁ। ତ
दर्शक सिनेमा देखिले କୋଉ जाने ଫିଲ୍ମଟା ବେଶୀ ରିଲେଟ୍ କଲେ ତ ସାରା ଫିଲ୍ମରେ ନେଗେଟିଭ କରୁଛନ୍ତି ଏ ଫିଲ୍ମରେ କୋଉ ଫିଲ୍ମକୁ ବେଶୀ ରିଲେଟ୍ ନା କଲେ ସେମିତି ବହୁତ ସିନେମା ଏମିତି ହେଇଛି ଆମର ବହୁତ ସିନେମା ହେଇଛି ଏ କାହାଣୀ ଟିକେ ଭିନ୍ନ ଏ କାହାଣୀ ଟିକେ ଅଲଗା ପ୍ରକାରର ତେଣୁ ଏମିତିଆ କ'ଣ ସିନେମା ଓଡ଼ିଆରେ ଆମେ ବହୁତ କରିନାହୁଁ କରିଛୁ ବହୁତ ସିନେମା ଯେତେବେଳେ କହିଲି ପରା ଗୋଟେ ଆମେମାନେ ସେଇ ସମୟରୁ ଆଇଲୁ ଯେତେବେଳେ କି ଆମେ ଦେଖୁଥିଲୁ ଚିକ୍ ଚିକ୍ କରୁଥିଲା ଓଡ଼ିଆ ସିନେମା ସବୁଆଡ଼େ ଯେତେବେଳେ ଦୁଃଖୀରାମ ସ୍ୱାଇଁ ଥିଲେ ଯେତେବେଳେ ଦେବୁ ବୋଷ ଥିଲେ ଯେତେବେଳେ ବିଜୟ ମହାନ୍ତି ଥିଲେ ଉତ୍ତମ ଭାଇ ଥିଲେ ମିହିର ଭାଇ ଥିଲେ ଏମାନଙ୍କ ସାଙ୍ଗରେ ଆମେ ବଢ଼ିଲୁ ନା ମାନେ ସିଦ୍ଧାନ୍ତ ମହାପାତ୍ର ହିରୋ ହେଲା ଆମେ ମୁଁ ଭିଲେନ୍ ସେବେଳେ ଭିଲିଆନ୍ ମାନେ ବି ଯେଉଁମାନେ ଥିଲେ ସେ ହର ଭାଇ କଥା କୁହନ୍ତୁ ରାଇ ଭାଇ କଥା କୁହନ୍ତୁ ସମସ୍ତେ ଚିକ୍ ଚିକ୍ କରୁଥିଲେ ସିନେମାରେ ଏବେ କିନ୍ତୁ ମୋର ଏଇ ଯେଉଁ ପିଲାମାନଙ୍କ ଉପରେ ଦୃଢ଼ ବିଶ୍ୱାସ ଯେ ଏମାନେ ପୁଣି ଓଡ଼ିଆ ସିନେମାକୁ ସେଇ ରାସ୍ତାକୁ ଫେରେଇ ଆଣିଲେଣି ଅନେକାଂଶରେ 2026 ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଆମମାନଙ୍କ ପାଇଁ ଓଡ଼ିଆ ସିନେମା ମୁଣ୍ଡ ଟେକି ଚାଲିବାର ଗୋଟେ ବହୁତ ବଡ଼ ପ୍ରୋତ୍ସାହନ ଆମକୁ ମିଳୁଛି ତେଣୁ ପୁଣି ଥରେ ଓଡ଼ିଆ ଦର୍ଶକଙ୍କୁ ଅନୁରୋଧ କରିବି ଯେମିତିଆ ଭଲ ପାଇବା ଅଜାଡ଼ିଛନ୍ତି ଗତ କିଛି ବର୍ଷ ହେଲାଣି 2-3 ବର୍ଷର କଥା ସେଇଭଳିଆ ପୁଣି ଥରେ ମୁଣ୍ଡ ଉପରେ ଆମର ହାତ ରଖିବେ ଏବଂ ପୁଣି ଥରେ ଓଡ଼ିଆ ସିନେମା ଅଣ୍ଟା ସଳିକି ଚାଲିବ ରାସ୍ତା